ମାନଙ୍କରେ ବହୁ ବର୍ଷ ଯେତେବେଳେ ମୁଁ ଚାକିରିରେ ଜଏନ୍ କଲି ମୋର ଦଶମନ୍ତପୁର ହେଇଯାଇଥିଲା ସେ ଦଶମନ୍ତପୁରର ସୋରିଷ ପଦର ବୋଲି ଗୋଟେ ଜାଗା ହେଇଯାଇଥିଲା ସେଇଠି ଜଏନ୍ କଲି କିନ୍ତୁ ଜଏନ୍ କରିବା ପରେ ଦଶମନ୍ତପୁର ପୁରା ପାଖରେ ଟାଉନ ରେ ହେଇଯାଇଥିଲା ଫାର୍ଷ୍ଟ ଟାଇମ୍ କିନ୍ତୁ ଯାଇକିରି ଜଏନ୍ କଲି ଆଉ ସେତେବେଳେ ସୁମିତ ଆମର ଜନ୍ମ ହେଇଥାଏ ସେ ଜଷ୍ଟ 2 ବର୍ଷ ହେଇ ହଁ ପାଖାପାଖି 2 ବର୍ଷ 3 ବର୍ଷ ହେଇଯାଇଥିଲା 2 ବର୍ଷ ହେଇଥିଲା ଆଉ ମୁଁ ଜଏନ୍ କରିଛି କିନ୍ତୁ ଛୋଟ ପିଲାଟିକୁ ଧରିକିରି ମତେ ଭାଇ କହିଲେ ପାଷ୍ଟର ଆଜ୍ଞା କହିଲେ ଦଶମନ୍ତପୁର ପୁରା ଟାଉନ ରେ ଗୋଟେ ଘର ନେଲେ ଛୋଟ ଘରଟିଏ ନେଲେ ଆଉ ସେ ଘରେ ରହିବା ପାଇଁ ଆସିକିରି ରହିବା ପାଇଁ କହିଲେ ସ୍କୁଲ ଷ୍ଟାର୍ଟିଂ ଟାଇମ୍ ରେ ଆସିକିରି ଏଠି ରହିବ ବୋଲି କହିଲେ ଯେତେବେଳେ ସାଙ୍ଗେ ସାଙ୍ଗେ ମୁଁ କିଛି ଆଉ କହିନି ସେ ଗୃହକୁ ଦେଖିଲି ଆଉ ମୁଁ କେମିତି ଏଠି ଛୁଆଟାକୁ ଧରିକିରି ରହିବି କହିଲି ସାଙ୍ଗେ ସାଙ୍ଗେ ମୋର ଆଖିରୁ ପୁରା ଲୁହ ଗଡିଗଲା ପ୍ରାର୍ଥନା କରୁଥିଲି ମନେ ମନେ ଆଉ ପ୍ରଭୁ ମୁଁ କଣ କରିବି ଛୁଆକୁ ଧରିକି ମୁଁ ତ କିଛି କରିପାରିବିନି ମୁଁ ତ ଏକୁଟିଆ ଜୀବନ ମୁଁ କାହାକୁ ଜାଣିନି ଆଉ ବାହା ହେଇକିରି ଆସିଛି କାହାକୁ ଚିହ୍ନିନି କାହାକୁ ବି ଜାଣିନି କେମିତି ଏଠି ମୁଁ ରହିବି ଏମିତି ମନରେ ଭାବିକିରି ଥାଏ ତାପରେ ଜଏନ୍ କରିଦେଲି ସତ କିନ୍ତୁ ଗୃହକୁ ଗଲି ଆଉ କହିଲି ନାଇଁ ମୁଁ ଯିବିନି ଆଉ ସେଠିକି ମୋଟେ ଯିବିନି ବୋଲି କହିଦେଲି ଆଉ ମୋ ମନ ତ ଲାଗୁନଥାଏ ଯିବା ପାଇଁ ଆଉ ଗଲିନି ବିଲକୁଲ ଗଲିନି ଖାଲି ଜଏନ୍ କରିଦେଇଛି ଏପରି କିଛି ଦିନ ପଳେଇଗଲା ତାପରେ ପାଖାପାଖି ଗୋଟେ 10 ମାସ ପଳେଇଗଲା ମୁଁ ଯାଇନି ମୋର କିଛି ବି ହେଇନି ସେଠି ପଟିଗଲା ତାପରେ ଫେର ପ୍ରାର୍ଥନା କଲୁ ଆଉ ଥରେ ସେ ମାନେ ପୋଷ୍ଟିଂ ପାଇଁ ସବୁ ଜାଗାରେ ଦିଆ ହେଇଥିଲା ଆପ୍ଲାଏ କରାହେଇଥିଲା ଆଉ ଥରେ ମତେ ସେଇ ଦଶମନ୍ତପୁରର ଆଉ ଗୋଟେ ଜାଗାକୁ ଆଉ ଥରେ ହେଲା ଯେମିତି କିଛି ଦିନ ବର୍ଷେ ହେଇଗଲା ପାଖାପାଖି ବର୍ଷେ ପରେ ଜଏନ୍ କରିବୁ ବୋଲି ତ ସେଇ ଚାକିରିଟାକୁ ମୁଁ ଆଉ ଜଏନ୍ ନ କରି ସେଇ ଚାକିରିଟାକୁ ଏକା ଯୋଉଟା ଯାଇନଥିଲି ମୂଳରୁ ଫାଷ୍ଟରୁ ଆଉ ଥରେ ଯାଇକିରି ଲେଖା ଲେଖି କରି କହିକିରି ଆଉ ଥରେ ସେଇଠି ହିଁ ଆହୁରି ଜଏନ୍ ହେଇଗଲି ସେଇ ସ୍କୁଲ ନୁହେଁ କିନ୍ତୁ ସୋରିଷ ପଦର ବୋଲି ଆଉ ଗୋଟେ ଜାଗା ଥାଏ ଲୁଲା ସର୍କଲ ର ସେଇଠି ଜଏନ୍ କରାଗଲା ତ ଛୁଆଟା ଟିକେ ବଡ ହେଇଯାଇଥାଏ କିନ୍ତୁ ମୁଁ ଯାଇକିରି ସେଣ୍ଟର କ୍ଲାସ କେବଳ ସେଇ ଟାଇମରେ 91 ରେ ଯେତେବେଳେ ଚାକିରି ପାଇଲି ସେଇ ଟାଇମରେ କିଛି ବି ସେ ଜାଗାରେ ସ୍କୁଲ ନଥାଏ ଘର ନଥାଏ ଖାଲି ଗାଁ ଟା କେତେ ଅଳ୍ପ ଲୋକ ଥାଆନ୍ତି ଭାଇ ଆଉ ପାଷ୍ଟର ଆଜ୍ଞା ଆଉ ମୁଁ ଯାଇକି ସ୍କୁଟରରେ ଯାଇକିରି ବହୁତ ଘାଟି ଏରିଆ ଯାଇକିରି ସେଠି ସର୍ଭେ କରିକିରି ଚାଲି ଆସୁଥିଲୁ ମାସକୁ ଥରେ ସେଇ ଟାଇମ ର କଥା କହୁଛି ସେ ଦଶମନ୍ତପୁରରେ ସେ ସୋରିଷ ପଦର ଗଲୁ ତାପରେ ଆସିବା ଜଏନ୍ କରିକିରି ଯାଇଛି ସେ ଗାଁକୁ ଭାଇ ଆଉ ମୁଁ ଆସିବା ବେଳେ କଣ ହେଇଛି ନା ପୁରା ଆମ ଗାଡିର କ୍ଲଚ୍ ୱେରଟା ଛିଣ୍ଡିଗଲା ବହୁତ ବଡ ଘାଟି ଆଉ ମୋ ଜୀବନରେ ସେମିତି ମୁଁ ଘାଟି ମାନେ ସ୍କୁଟରରେ ଯାଇ ନଥିଲି କେବେ ବି ଆଉ ସେ ଘାଟି ଯାଇକିରି ଓହ୍ଲେଇଲା ବେଳକୁ ଆଉ ପୁଣି ଚଢିବ ପୁଣି ଓହ୍ଲେଇବ ଚଢିବ ଓହ୍ଲେଇବ ଏମିତି ଗଲା ବେଳକୁ ସେ ଘାଟିର ସ୍କୁଟରର କ୍ଲଚ୍ କଣ କୁହନ୍ତି କ୍ଲଚ୍ ୱେରଟା ଛିଣ୍ଡିଗଲା ତ ଛିଣ୍ଡିଗଲା ପରେ ମୁଁ କଣ କଲି ବହୁତ ପତଳା ଥିଲି ସେ ଟାଇମରେ ଛୁଆକୁ ଛାଡିକିରି ଯାଇଥିଲୁ ଆଉ କୋରାପୁଟର ଆମର ସଞ୍ଜିତ ଭାଇଙ୍କ ଘରେ ଆଉ ଡେଇଁକିରି ପୁରା ସ୍କୁଟରରେ ଡେଇଁକିରି ବସେ ଆଉ ପୁଣି ଘାଟି ଓହ୍ଲେଇଲା ବେଳକୁ ବସିକିରି ତଳକୁ ଓହ୍ଲେଇବୁ ପୁଣି ଉପରକୁ ଗଲା ବେଳକୁ ଓହ୍ଲେଇକିରି ଆଉ ଥରେ ଡେଇଁକିରି ବସେ ଏମିତି ଗୋଟେ 20 କି 30ଟା ଜାଗା ହେଇଥିବ ଖାଲି ଡେଇଁକିରି ଚଢିବି ପୁଣି ଓହ୍ଲେଇଲା ବେଳକୁ ଡାଉନ ରେ ଓହ୍ଲେଇ ଯିବାର ଅଛି ଏମିତି ହେଇକିରି ବହୁତ କଷ୍ଟରେ ମୁଁ ଆସିଲି ତାପରେ କୋରାପୁଟରେ ସେ ଗାଡିଟାକୁ ସଜା ହେଲା ପ୍ରଭୁ ସାହାଯ୍ୟ କଲେ କିଛି ଅସୁବିଧା ହେଇନଥିଲା ଆମେ ଦେଖୁଥିଲୁ ସେ ଜାଗା ମାନଙ୍କୁ ବାଘର ସବୁ ଝାଡା ଫେରିକିରି ବାଘ ପଣସ ଖାଇକିରି ବାଘ ସିଂହ ଯାକ ପଣସ ଖାଇକିରି ସେମାନେ ବାଘ ଭାଲୁ ଏମାନେ ପଣସ ଖାଇକିରି ସବୁ ମଞ୍ଜି ଯାକ ପଡିଥାଏ ତାଙ୍କର ଇଏରେ ଝାଡାରେ ଆଉ ଡର ଲାଗୁଥିଲା ସେମାନଙ୍କର ସେ ଭାଲୁର ସ୍ୱର ବି ଶୁଣିବାକୁ ପାରୁଥିଲୁ ସନ୍ଧ୍ୟା ହେଇଗଲା ବେଳେ କିନ୍ତୁ ପ୍ରଭୁ ଆମକୁ ସାହାଯ୍ୟ କଲେ ଏବଂ ଆସିବା ପାଇଁ ଏକଦମ ଘାଟିରେ
ଯେତେବେଳେ କ୍ଲାଉଜ ୱେୟାରଟା ଛିଣ୍ଡି ଯାଇଛି ସେ ସମୟରେ ପ୍ରଭୁ ବହୁତ ବହୁଳ ଭାବରେ ଆମକୁ ସାହାଯ୍ୟ କରିଥିଲେ ଆଉ କିଛି ଅସୁବିଧା ହେଇନଥିଲା। ମୁଁ ଯଦି ଡେଇକିରି ସ୍କୁଟର ଉପରେ ଚଢି ନଥାନ୍ତି ମୁଁ ସେ ଆସିପାରି ନଥାନ୍ତି କିମ୍ବା କାର ଘରେ ମଧ୍ୟ ରହିଥିଲେ ହେଇଥାନ୍ତା, କିନ୍ତୁ ଘର ନାହିଁ ମଝିଟା, ତେଣୁକରି ପ୍ରଭୁ ମତେ ସେ ଟାଇମରେ ସାହାଯ୍ୟ କରିଥିଲେ। ଆଉ ମୁଁ ସେଇଦିନ ପ୍ରଭୁଙ୍କ ଦୂତମାନଙ୍କ ଦ୍ଵାରା ଆମେ କଣ କରିଥିଲୁ ନା ସାହାଯ୍ୟ ପାଇଥିଲୁ ଏବଂ ପ୍ରଭୁ ଆମକୁ ଉତ୍ତମ ଭାବରେ ଆଣି ସେଠାରେ ପହଞ୍ଚିଥିଲେ। ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ମୋର ଚାକିରି କ୍ଷେତ୍ରରେ ପ୍ରଭୁ ଏତେ ସାହାଯ୍ୟ କରିଛନ୍ତି। ଏ ଗତ 2017 ମସିହାରେ ମଧ୍ୟ ବହୁତ ବଡ ମୁଁ ସ୍କୁଟରରେ ଯିବା ବେଳେ ମତେ ବହୁତ ବଡ ବସ୍ ଗୋଟେ ଆନ୍ଧ୍ରା ବସ୍ ଗୋଟେ ଚେପେଇ ଦେଇଥିଲା। ଆଉ ସେ ଆନ୍ଧ୍ରା ବସ୍ ରୁ ମଧ୍ୟ ମୁଁ ରକ୍ଷା ପାଇଥିଲି। ପ୍ରଭୁ ମତେ ବହୁତ ଆଶୀର୍ବାଦ କରିଛନ୍ତି। ସମସ୍ତ ଯୋଉ ଦୁର୍ଘଟଣା ହେଇଥିଲା ଯେ ମୋର ପେଲଭିସ ର 3ଟି ହାଡ 3ଟି ଯାକ ହାଡ ଭାଙ୍ଗି ନଥିଲା, କିନ୍ତୁ କ୍ରାକ୍ ହେଇଥିଲା ବୋଲି କହିଥିଲେ। ଆଉ ମୁଁ 2 ମାସ ଭିତରେ ଶୋଇକିରି ଉଠିଥିଲି, ଭଲ ହେଇଯାଇଥିଲି। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ପ୍ରଭୁ ମୋର ସାହାଯ୍ୟ କରିଛନ୍ତି। ଯେତେବେଳେ ବି ଯୁଆଡେ ଗଲେ ମଧ୍ୟ ପ୍ରଭୁଙ୍କୁ ଯେତେବେଳେ ଆମେ ପ୍ରାର୍ଥନା କରିକି ଯାଇଥାଉ ପ୍ରଭୁ ଆମମାନଙ୍କୁ ରକ୍ଷା କରିଥାନ୍ତି, ସୁରକ୍ଷା କରିଥାନ୍ତି। ପ୍ରାର୍ଥନା କରିବାଟା ଭୁଲି ଯାଇଥିଲେ ମଧ୍ୟ ପ୍ରଭୁ ତାଙ୍କର ଦୂତମାନଙ୍କ ଦ୍ଵାରା ତାଙ୍କରି ସନ୍ତାନ ମାନଙ୍କୁ ସେ ସାହାଯ୍ୟ କରିଥାନ୍ତି। କିନ୍ତୁ ପ୍ରାର୍ଥନା କେବେ ବି ଆମେ ଭୁଲିବା ନାହିଁ, ଏହା ମୋର ବିଶ୍ୱାସ। ଆଉ ପ୍ରାର୍ଥନା ତ ଆମେ କେବେ ଭୁଲିବାନି। ପ୍ରଭୁ ଯେତେବେଳେ ଆମମାନଙ୍କୁ ରକ୍ଷା କରୁଛନ୍ତି, ସାହାଯ୍ୟ କରୁଛନ୍ତି, ପ୍ରଭୁଙ୍କର ହୃଦୟ ଆମମାନଙ୍କର ହୃଦୟ ମଧ୍ୟରେ ପ୍ରଭୁ ଯୀଶୁ ଅଛନ୍ତି ଏବଂ ପ୍ରଭୁ ଯୀଶୁଙ୍କର ନାମରେ ଆମେ ଯେତେବେଳେ ସୁସ୍ଥ ହଉଛୁ, ରକ୍ଷା ପାଉଛୁ, ସେଥିପାଇଁ ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦବାର ଅଛି ସବୁବେଳେ। କାରଣ ପ୍ରଭୁ ସବୁବେଳେ ଆମମାନଙ୍କର ସହିତ ରହିଥାନ୍ତି। ସବୁ ପରିସ୍ଥିତିରେ ସେ ସାହାଯ୍ୟ କରିବା ପରମେଶ୍ୱର। ସେ ତାଙ୍କରି ଦୂତମାନଙ୍କ ଦ୍ଵାରା ଆମମାନଙ୍କୁ ସାହାଯ୍ୟ କରିଥାନ୍ତି। ପ୍ରଭୁ ଏଇ ଛୋଟ ସାକ୍ଷ୍ୟରେ ଆଶୀର୍ବାଦ କରନ୍ତୁ। ଯାହା କିଛି ହେଲେ ମଧ୍ୟ ମୋର ଜୀବନରେ ଅନେକ ସାକ୍ଷ୍ୟ ଅଛି, କିନ୍ତୁ ସମୟର ଅଭାବ ହେତୁ ମୁଁ ଅଳ୍ପ କହିବାକୁ ଚାହେଁ। ଏଇ ଦୁର୍ଘଟଣାରୁ ପ୍ରଭୁ ମତେ ରକ୍ଷା କରିଲେ ଏବଂ ବଞ୍ଚେଇଲେ, ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ସେ ଦୁର୍ଘଟଣା ଘଟିବା ବେଳେ ଯୋଉ ଟିଚର୍ସ ମାନେ ଗଲା ବେଳେ ମତେ ଦେଖିଥିଲେ, ସେମାନଙ୍କ କୋଳରେ ମତେ ରଖିଥିଲେ, ସେଇ ଟିଚର୍ସ ମାନେ 2.5 ମାସ ପରେ ସେଣ୍ଟର କ୍ଲାସରେ ମତେ ଦେଖିଲେ ଏବଂ ସେମାନେ କହୁଥିଲେ, ତମେ ଦିଦି ଆପଣ କହୁଥିଲେ ବିଶେଷ କରି ପ୍ରଭୁ ମତେ ସାହାଯ୍ୟ କର, ମୋର ସ୍ୱାମୀଙ୍କୁ ଡାକି ଦିଅ। ପ୍ରଭୁ ଯୀଶୁଙ୍କ ନାମ ଧରୁଥିଲେ, ହାତ ଟେକୁଥିଲେ। ହିନ୍ଦୁ ଝିଅ ମାନେ ଆଉ ମା ମାନେ ମତେ କହୁଥିଲେ, ଆଉ ସେମାନେ କହୁଥିଲେ ଆମ ପାଇଁ ମଧ୍ୟ ତୁମେ ପ୍ରାର୍ଥନା କର। ଦିଦି କେତେ ଜଲ୍ଦି ଆପଣ ଭଲ ହେଇଗଲେ ଏବଂ ସ୍କୁଟିରେ ପୁଣି 2.5 ମାସରେ ଆସିଛନ୍ତି। ଆଉ 3ଟା ପେଲଭିସ ହାଡ ଭାଙ୍ଗି ଯାଇଥିଲା। ଆଉ ମୋର ଦାମନଯୋଡିର ପ୍ରିୟ ଭଉଣୀ ମାନେ ମଧ୍ୟ ଜାଣିଛନ୍ତି, ଭାଇ ମାନେ ଜାଣିଛନ୍ତି ପ୍ରଭୁ କେତେ ଅନୁଗ୍ରହକାରୀ। ମୃତ୍ୟୁ ମୁଖରୁ ସେ ମତେ ବଞ୍ଚେଇଛନ୍ତି, ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଯେତେବେଳେ ମୋର ସେମିଳିଗୁଡାରୁ ପ୍ରାୟ 900 ଟିଚରଙ୍କୁ ବଦଳି ହେଇଯାଇଥିଲା। ଆଉ ସେଟା ଗୋଟେ ବହୁତ ଦୁର୍ଦ୍ଦଶା ଆମମାନଙ୍କୁ ଘଟିଥିଲା। ଆଉ ଅନେକ ଟିଚର ସେଦିନ ସେଇ ବର୍ଷ 2016 ମସିହାରେ ଜଏନ ମଧ୍ୟ କରିନଥିଲେ। କାହାକୁ 90 କିଲୋମିଟର, କାହାକୁ 100-150 କିଲୋମିଟର ଏପରି ଅଦର ବ୍ଲକ ହେଇଯାଇଥିଲା। କିନ୍ତୁ ମତେ ମଧ୍ୟ ହେଇଥିଲା। ମୁଁ 7 ମାସ ଧରି ମୁଁ ଜଏନ କରିନଥିଲି, ତାପରେ ଜଏନ କଲି ଯେମିତି। ଆଉ ଆମ୍ବାଗୁଡାରେ ରହିକିରି ସ୍କୁଟିରେ ଯାଉଥିଲି ଆସୁଥିଲି, ପ୍ରଭୁ ସାହାଯ୍ୟ କଲେ। ଆଉ ପ୍ରଭୁ ଏଇ ପ୍ରକାର ମତେ ସାହାଯ୍ୟ କରିଛନ୍ତି। ହଠାତ୍ ମୋର ବଦଳି ହେଇଗଲା। ଆମେ କେତେ ଡିଆଇ ଅଫିସ ଯାଇକିରି କେତେ ଜଣଙ୍କୁ ରିକ୍ୱେଷ୍ଟ କରୁଥିଲୁ, ସମସ୍ତଙ୍କୁ କହୁଥିଲୁ କି ମୋ ଭାଇ ତ କିଛି କହୁନଥିଲେ, ମୁଁ କହୁଥିଲି କିଛି ଆବଶ୍ୟକ ହେଲେ ମୁଁ ଦବାକୁ ବାଧ୍ୟ, ମୁଁ ଦେଇପାରିବି, କିନ୍ତୁ ମୋ ପାଇଁ ସାହାଯ୍ୟ କରନ୍ତୁ, ଏପରି ମୁଁ କହୁଥିଲି। କିନ୍ତୁ ମୋ ସ୍ୱାମୀ କିଛି କହୁନଥିଲେ କାହାକୁ। ସେ ପ୍ରକାର ସେମାନେ କହୁଥିଲେ ଆପଣଙ୍କୁ କିଛି ଆବଶ୍ୟକ ନାହିଁ, କିନ୍ତୁ ଏବେ ହେବନି, ଆଉ କେବେ ଆସନ୍ତୁ, ଏବେ ତ କିଛି ହବନି, ଟ୍ରାନ୍ସଫର ବିଷୟ ବୋଲି ଏମିତି କହିକିରି ଆମକୁ ଛାଡି ଦଉଥିଲେ। କିଛି ଯେତେବେଳେ ହବା କଥା ହବ, କିନ୍ତୁ ଆମେ ଆପଣଙ୍କଠୁ କିଛି ନବୁନି କି କିଛି ଦରକାର ନାହିଁ ବୋଲି ଯେତେବେଳେ କହୁଥିଲେ, ଆଉ ମୁଁ ନିଶ୍ଚୟ ପ୍ରଭୁଙ୍କୁ ଧନ୍ୟବାଦ ଦଉଥିଲି ସେଇ ଟାଇମରେ ଏବଂ ଗୃହକୁ ଆମେ ଫେରି ଆସୁଥିଲୁ। ଆଉ ଗୋଟେ ଦିନ ମୁଁ ସମ୍ବଲପୁର ଯାଇଥିଲି। ଆଉ ଖରା ଛୁଟି ହେଇଥିଲା, ଖରା ଛୁଟି ସରିଲା ଜୁନ 15 ତାରିଖରେ ମୋ ଲମୁଏଲ ପାଷ୍ଟର ଯିଏ ସମ୍ବଲପୁରରେ ଅଛନ୍ତି, ମୋ ବଡ ଭାଇ, ତାଙ୍କର ଘର ପ୍ରତିଷ୍ଠା ଦିନ ଆମେ ଯାଇଥିଲୁ। ପୁଣି 17 ତାରିଖରେ ଫେରି ଆସିବା ଦିନ ସମ୍ବଲପୁରରେ ମୁଁ ଥିଲି।
मो विजय पट्टनायक जी से थिले मो आम भाई को गृह रे मु खाली केवल भाई को कहली भाई को ना टुकु टुकु दादा मो पाई प्रार्थना कर दियो जेमती कि मोर ट्रांसफर हे जिवो सेमली गुडा को गोटे पद मो भाई कहले जे मम्मी तू जा ट्रांसफर हे जाइछि तोर बदली हे जाइछि तू जोठी की जीवा को इच्छा करछु प्रभु तते कर देइछंती केवल ए गोटे वर्ड कहला एवं प्रार्थना कला मध्य एवं विश्वास रे मु प्रार्थना ग्रहण कली एवं शुणिकी आसिलु आम समस्ते ट्रेन पलैलु 18 तारिख रे अंबागुड़ा जाइकरी अंबागुड़ा रु फुफु गाँव जाइकरी स्कूल को जेतेबेले जाउची हमर हेडमिस्ट्रेस जे थिले बेहरा दीदी बोलिकरी जणे से बेहरा दीदी कहउचंती प्रेयर सरिला परे एलिजाबेथ दीदी आपनकर बदली हे जाइछि मु भाबुची मु से भाई को कथा को भूली जाइछि प्रार्थना रे करिछि सत किंतु से कहउचंती बदली हे जाइछि मु भाबुची ये कहउचंती कोन मते तात्सल्य करी कहउचंती नाही सतरे आपनकर ना सुनिलु बदली हे जाइछि सेमली गुडा ए प्रकार कहबा बेले मु विश्वास करूनी तापरे क्लास को गला परे मु भाबुची काहे कि मते एंती कहले बोले आउ थरे मु ऑफिस को आसली आउ थरे पचारिली दीदी को से दीदी कहले हाँ तुमर बदली हे जाइछि दीदी आपण गोटे दिन भितर आपण पळै जिवे ए प्रकार कहबा द्वारा मु संगे संगे ब्रेक टाइम रे आसिकी मो स्वामी को फोन कली स्वामी सेते बेले मोर थिले सेमली गुडा रे मु पुपु गाँ रे थिली तांको कहली जेते बेले से अन्य मान को फोन करी जणैले मो ना अछि कि देख बोली प्रभु का नाम रो धन्यवाद हो प्रभु एते महान परमेश्वर मो ना 3 नंबर रे थिला प्रभु मते साहाय्य करथिले से दिन एवं प्रार्थना सुनिथिले एवं मोर ट्रांसफर मध्य होई जितिला एई सेमली गुडा को झालिया गुडा को संगे संगे 2 दिन भितर आमे संगे संग चली आसिलु जेते बेले झालिया गुडा रे जॉइन कली से दीदी माने कहउचंती जो माने चालिकरी जाउचंती से दळई गुडा आडे आपण खाली लक्ष लक्ष टंका देईकरी पळे आछंती दीदी भाबंतु निजे आमे किछि जानिनु ए प्रकार कहउचंती मु किंतु हसी हसी करी से मान को कहउतली नाही दीदी आमे गोटे टंका भी देइनु मोर आमे किछि मागी भी नथिलु किंतु प्रभु कर आशीर्वाद रे मु एठिके आसीची नाही से माने मते कहउचंती बेकार मिछ कथा कहंतिनी दीदी आपनक कथा रे किछि ये नहीं आपण कहउचंती सिना निश्चित आमे एते देईकरी किछि पाई पारलुनी आपण केमति पाई गले ट्रांसफर हे गले एते बडलो जागा को ए प्रकार जेते बेले कहतांती मु केवल प्रभु को धन्यवाद होतिली प्रभु को नाम रो धन्यवाद हो प्रभु ताकर संतान मान को बहुल भाव रे आशीर्वाद करंती आ निश्चित भाव रे आपण मान को मध्य मु कहबा को चाहे जे प्रार्थना रे शक्ति अछि आज जे प्रकार आमे वाक्य सुनिलु प्रभु को नाम रो धन्यवाद हो प्रभु ए छोट साक्ष्य रे आशीर्वाद करंतु प्रभु मते आशीर्वाद करी से जीवन रे मते सब कार्य रे अनुग्रह करिसंती आपण मानकर प्रार्थना एवं व्यक्तिगत प्रार्थना द्वारा मो प्रभुंकर निमंते व्यवहृत मध्य होई पारुची साक्षी होई पारुची छोट साक्ष्य रे प्रभु मते आशीर्वाद करंतु आपण मान को आशीर्वाद करंतु प्रेज द लॉर्ड।